ବାଲେଶ୍ୱର ପରେ ଜଳେଶ୍ୱରରେ ଏକ୍ସନ୍। 2 ଦିନ ତଳେ ବାଲେଶ୍ୱର ସଦର ଅଞ୍ଚଳରେ ଥିବା ବେଆଇନ ଚିମିନି ନାଲି ଇଟାଭାଟି ଉପରେ ବୁଲିଥିଲା ବୁଲଡୋଜର। ଆଉ ଆଜି ଜଳେଶ୍ୱର ତହସିଲ ଅନ୍ତର୍ଗତ ଗୋବରଘାଟ ଅଞ୍ଚଳରେ ଥିବା 3ଟି ବେଆଇନ ଇଟାଭାଟିକୁ ସମାନ ଢଙ୍ଗରେ ଉଚ୍ଛେଦ କରିଛି ପ୍ରଶାସନ। ତେବେ ପୂର୍ବରୁ ଏହି ସବୁ ବେଆଇନ ଇଟାଭାଟି ଉପରେ ଅଙ୍କୁଶ ଲଗାଯାଇଥିଲେ ବି ଇଟାଭାଟି ମାଲିକମାନେ ତାହାକୁ ନ ମାନି ବେଧଡ଼କ ଭାବେ ଇଟା ତିଆରି କରି ଚାଲିଥିଲେ, ଯେଉଁଥିପାଇଁ ପରିବେଶ ପ୍ରଦୂଷଣ ହେବା ସହ ଅଞ୍ଚଳବାସୀମାନେ ଇଟାଭାଟିରୁ ନିର୍ଗତ ଧୂଆଁରେ ଅତିଷ୍ଠ ହୋଇପଡୁଥିଲେ। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଇଟାଭାଟି ମାଲିକମାନେ ବେଧଡ଼କ ଭାବେ ନାଲି ଇଟା ତିଆରି କରି ହେଉଥିଲେ ମାଲେମାଲ। କିନ୍ତୁ ଶେଷରେ ପ୍ରଶାସନ ତତ୍ପର ହୋଇ ନେଇଛି ଆକ୍ସନ୍। ପ୍ରଥମ ପର୍ଯ୍ୟାୟରେ ଗୋବରଘାଟ ଅଞ୍ଚଳରେ ଥିବା ପିଙ୍କି, ଓମ୍ ଏବଂ ଖୁସି ଇଟାଭାଟିକୁ ବୁଲଡୋଜର ଲଗାଇ ଉଚ୍ଛେଦ କରାଯାଇଥିବା ବେଳେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପାଣି ପକାଇ ଭାଟିରେ ପୋଡ଼ିବାକୁ ରଖାଯାଇଥିବା ଇଟା ସବୁକୁ ଧୋଇ ଦେଇଛନ୍ତି। ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତିଙ୍କ ନେତୃତ୍ୱରେ ଜଳେଶ୍ୱର ପୁଲିସ ଓ ଅଗ୍ନିଶମ ବାହିନୀ ସାମିଲ ହୋଇ ଇଟାଭାଟି ଗୁଡ଼ିକୁ ନଷ୍ଟ କରିଛନ୍ତି। ହେଲେ ଆହୁରି ଅନେକ ସ୍ଥାନରେ ଏହିପରି ନାଲି ଇଟାଭାଟି ଚାଲି ଆସୁଥିବା ବେଳେ ସେମାନଙ୍କ ଉପରେ ମଧ୍ୟ ଏହିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଅତ୍ୟନ୍ତ ଜରୁରୀ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଭୋଳାନାଥ ସିଂଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।